ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣାରେ 4 ଗିରଫ। ଗଞ୍ଜିଂ ଚାଲାଣକୁ କେନ୍ଦ୍ର କରି ହୋଇଥିଲା ହତ୍ୟା। ପୂର୍ବରୁ ପୋଲିସ ଆଗରେ ମୁଖ୍ୟ ଅଭିଯୁକ୍ତ କରିଥିଲା ସରେଣ୍ଡର। ଗଞ୍ଜାମ ଜିଲ୍ଲା ଶେରଳ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ନିକଟସ୍ଥ ଶାଗୁଆନ ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣାରେ 4 ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ବଳରାମ ପାହାନ ପୋଲିସ ଆଗରେ ସରେଣ୍ଡର କରିଥିଲା। ଗଞ୍ଜିଂ ଚାଲାଣ କେସ୍ରେ ଫସେଇ ଦେବା ଓ ଜେଲରୁ ବେଲ୍ ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କା ନ ଦେବା କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସୂଚନା ଅନୁସାରେ ତେଲେଙ୍ଗାନା ହାଇଦ୍ରାବାଦର ଚାଣ୍ଟି ଆଲିଆସ ଭଣ୍ଡାରୀ ଗୌରୀନାଥ ନାମକ ଯୁବକ ଓ ମୁଖ୍ୟ ଅଭିଯୁକ୍ତ ବଳରାମ ପାହାନ ଓ ଲେମନ ପରିଡ଼ା ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିଲେ। ସେମାନେ ଗଞ୍ଜେଇ ଚୋରା ଚାଲାଣ ବେଳେ ତିରୁଚିନାନରୁ ପୋଲିସ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ। ଜେଲରୁ ବାହାରିବା ପରେ ଭଣ୍ଡାରୀ ଗୌରୀନାଥକୁ ବେଲ୍ ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କା ମାଗିଥିଲା ଅଭିଯୁକ୍ତ ବଳରାମ ପାହାନ। ତେବେ ଭଣ୍ଡାରୀ ଗୌରୀନାଥ ତାଙ୍କୁ ଟଙ୍କା ଦେଇନଥିବା ବେଳେ ମାରପିଟ୍ କରିଥିଲା। ଫଳରେ ଶତ୍ରୁତା ରଖି ହତ୍ୟା କରିବାକୁ ଯୋଜନା କରି କୌଶଳ କ୍ରମେ ଭଣ୍ଡାରୀ ଗୌରୀନାଥଙ୍କୁ ଶେରଡ଼ ଡାକିଥିଲା ମୁଖ୍ୟ ଅଭିଯୁକ୍ତ। ପରେ ବାଦଗଡ଼ ଗ୍ରାମର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ନିକଟସ୍ଥ ଶାଗୁଆନ ଜଙ୍ଗଲ ନିକଟରେ ମଦ ପିଇବା ପରେ ପୁଣି ଟଙ୍କା ମାଗିଥିଲେ। ଟଙ୍କା ଦେବା ନ ଦେବାରୁ ଭଣ୍ଡାରୀ ଗୌରୀନାଥଙ୍କୁ ମୁଖ୍ୟ ଅଭିଯୁକ୍ତ ବଳରାମ ପାହାନ ଛୁରୀ ଆକ୍ରମଣ କରି ଗଳା କାଟିବା ପରେ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ପେଟ୍ରୋଲ ପକାଇ ପୋଡ଼ି ଦେଇଥିଲେ। ଘଟଣାରେ ମୁଖ୍ୟ ସହଯୋଗୀ ପୋଲିସ ପାଖରେ ସରେଣ୍ଡର କରିଥିବା ବେଳେ ତାର ଅନ୍ୟ 3 ସହଯୋଗୀ ନଳବଣ୍ଟା ଗ୍ରାମର ଲେମନ ପରିଡ଼ା, ବନ୍ଧାଗୁଡ଼ାର ଗ୍ରାମର ସମ୍ବିତ ଗୌଡ଼, ଷଡ଼ଙ୍ଗୀପଲ୍ଲୀ ଗ୍ରାମର ଅଜିତ ଗୌଡ଼ ମୋଟ 4 ଜଣଙ୍କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଆଡିସନାଲ ଏସିପି ସୀମା ସ୍ୱାଇଁ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଗଞ୍ଜାମ ନ୍यूज। केस नंबर 40/2026 30/1/2026 रे एक्स सरपंच कुलाडर जी की होचंती वृंदावन गौड़ सी देखिले अराउंड 7टा संध्या 7टा बेले गोटे हाफ बर्न डेड बॉडीटा पड़ीथिला बाउरीपल्ली पदर नियर बादगड़ से स्पॉट रे जाई देखला गोटे हाफ बर्न डेड बॉडी पड़थिला जहा कि बेकरे गोटे स्लिट थिला ओने छुरी रे कटा दाग थिला तो सेटा देखि कि सी जणैथिले पीएस को तो गोटे एफआईआर रजिस्टर देखि केस नंबर 40/2026 शेरगढ़ पीएस रजिस्टर मैडम यार जो परिचय कौन मिलने को तार से आइडेंटिफाई हे गला ता टैटू मार्क्स ता पेरेंट्स ता बापा मां ताको आइडेंटिफाई करले ता ना होची चंटी अलियास बी गौरीनाथ आ से हैदराबाद रे रुहे आ सेठी से रुहे से आसीथिला एठी मैडम कौन पे माने ये आगुरु इन्वॉल्व थिला बहुत बड़ा एनडीपीएस केस रे गंजी ट्रेड रे तो एठिकार किसी लोकल्स मानक संगे मिसिकी से आगुरु भी जिनस करूथिला जोटा कि ऑलरेडी 17/12/2025 डिसेंबर रे तार केस हेतिला सेठू से बेल नेला पर किछ दिन तार माने रिलेटिव्स को घरे रही की तापर पुणी आउथरे एठिके आस्थिला तिरुचिन्नमूल तेलंगाना। घटना दिन मैडम कौन हेतिला घटना दिन होची मानकर आगुरु राइवलरी थिला कारण माने जतबेले जेल रे माने जतबेले जोटा कि तेलंगाना रे जो केस हेतिला एनडीपीएस केस रे फॉरवर्ड हेतिले माने 8 जण फॉरवर्ड हेतिले सथुरु माने 4 जण जेल को जाइतिले बाकी लोक बेसी किछि इन्वॉल्व नथिले तो सेमान को भितरे बेल पैसा को नै कि बेल हवा पई जतबेले हमर केस रो जे मेन अक्यूज मागी थिला डिसीज को जे ताको लैंग्वेज खराब करथिला पैसा देइ नथिला बड़ा बड़ी करथिला तो आंको भितरे एनिमिटी थिला आउ भी आंकर कोन पैसा पतो हिसाब छिंडी नथिला ए बिजनेस रो सेमानकर ग्रज थिला जतबेले माने बेल हेई गला पर से किछ दिन रहिला पर मन ताको भल से प्लानिंग करी ताको आउथरे एठी डाकी की एटा एग्जीक्यूट करचंती एमाने 2 जण मिसी की प्राइम अक्यूज हमर 4 जण अछंती मेन जी प्राइम अक्यूज थिला से ता संग कथावार्ता करी से माने ट्रेन रे आसिले आसी बरहमपुर रे पहुंची की बरहमपुर तापर एठी के आसिले आसिकी जो स्पॉट जोठी सेठी पियापी कले तांको भितरे कथावार्ता हला समान जेतु ऑलरेडी प्लान थिला तांकर आउ जो 3 जण थिले तांको संगे मिसी की एटा करते मिली चली इन्वेस्टिगेशन चलची वेपन पपन सपोर्ट में मिली हम खोजु तो पेट्रोल जो गोटे अक्यूज अछि अजित गौड़ ता घर पाखरु से किनिथिला पेट्रोल
ହତ୍ୟାକାଣ୍ଡ କୋଉଠି? ହତ୍ୟାକାଣ୍ଡ ଆପଣ ବାଉରୀପଲ୍ଲୀ ପଦ ଯୋଉ ଅଛି ଆପଣଙ୍କ ବାଦଗଡ଼ ସେଇଟା ସ୍ଥଳ। ଅଜିତ ଗୌଡ଼ର ଆଉ ଗୋଟେ ଅଲରେଡି ବି କେସ୍ ଅଛି। ବର୍ତ୍ତମାନ ଘଟଣାରେ କେତେ ଦିନ ବର୍ତ୍ତମାନ କୋର୍ଟ ଏରିଆରେ ପିଲା ନାହାନ୍ତି। ଆପଣ ଗୋଟେ ଗୋଟେ କରି ପଚାରନ୍ତୁ। ମୁଖ୍ୟ ଅଭିଯୁକ୍ତ କିଏ ଆଉ ବଳରାମ ମୁଖ୍ୟ ଅଭିଯୁକ୍ତ ହଉଛି ବଳରାମ ପାହାଡ଼। ସିଏ ହଉଛି ନଳଗଣ୍ଟା ପିଏସ୍ ଆସ୍କା ସେଠିକାର, ସେ ହଉଛି ମେନ୍ ଆକ୍ୟୁ। ଆଉ ତାର କନ୍ସପିରେଟର ହଉଛି ଲେମନ ପରିଡ଼ା, ସିଏ ବି ସେଇ ଗାଁର ଆସ୍କାର। ସହଯୋଗୀ ମାନେ ହେଲ୍ପ କରିଥିଲେ, ଆଣି ମାନେ ସେ ଜାଗାରେ ବସିଲେ, ମଦ କିଣିଲେ, ପେଟ୍ରୋଲ କିଣିଲେ, ସେଠି ବସିକି ପିଇଲେ, ସବୁ ହେଲ୍ପ କଲେ ଆଉ। ପୋଲିସ କିଛି ବୟାନ ଦେଇନଥିଲା ଏ ସଂକ୍ରାନ୍ତରେ, କିନ୍ତୁ ଗୋଟେ ଭିଡ଼ିଓ ଭାଇରାଲ ହେଇଥିଲା। ସେ ସଂକ୍ରାନ୍ତରେ କ'ଣ କହିବେ? ମୋର ତ ଆଇଡିଆ ନାହିଁ କୋଉ ଭିଡିଓ କଥା ଆପଣ କହୁଛନ୍ତି। ଆମେ ଯେହେତୁ ଏଥିରେ ବହୁତ ସେ ଜୋରରେ ନିଜେ ଲାଗିଛୁ। କହୁଥିଲେ ଯେ ତାକୁ ମାରିଛି ବୋଲିକିରି କହୁଥିଲା, ଗୋଟେ ଭିଡ଼ିଓ ଭାଇରାଲ ଥିଲା। ତ ସମସ୍ତେ ଦେଖିଥିଲେ କି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି। କିଏ କିଛି କାହାର notice ଭିଡିଓ? କୁ ଆସିଥିଲା କି? ନାଇଁ ଆମ ନୋଟିସକୁ ତ ଆସିନି, ଆସିଲେ ଆମେ କହିବୁ। ମ୍ୟାଡ଼ାମ୍ ଆଉ କିଛି ୟା ସହିତ ସଂପୃକ୍ତ ଜଡ଼ିତ ଅଛନ୍ତି କି? ନାଇଁ, ଆଜ ଅଫ୍ ନାଓ ଏପର୍ଯ୍ୟନ୍ତ ଆମ ଇନଭେଷ୍ଟିଗେସନ ଅନୁସାରେ ଯେତିକି ହେଇଛି ଆମେ ସେତିକି। ଟୋଟାଲ ଆମେ ଗଞ୍ଜେଇ ବେପାର ହଁ, ଓନ୍ଲି ଗଞ୍ଜେଇ ଗଞ୍ଜେଇ। ତ ବର୍ତ୍ତମାନ ଆସିଛି ଯେ ଗଞ୍ଜେଇ ସମ୍ପର୍କିତ ବହୁତ ଘଟଣା ଘଟିଛି ଆପଣଙ୍କ ନାଁରେ ଅଫିସରେ ରହୁଛି କେସ୍ ମାମଲା ହେଇଛି, ତାକୁ ପ୍ରିଭେଣ୍ଟ କରିବା ପାଇଁ କ'ଣ ଯୋଜନା କରିଦେଇଛନ୍ତି? ଆମେ ତ ୟା ପାଇଁ ଷ୍ଟ୍ରିକ୍ଟର କେସ୍, ଆମେ ସବୁ ଜିନିଷରେ ଏଥିରେ ଜିରୋ ଟଲରେନ୍ସ। ଗଞ୍ଜେଇ କେସ୍କୁ ନେଇକି ପେଟ୍ରୋଲିଂ ହଉଛି, ଚେକିଂ ହଉଛି, ସବୁ ଯୋଉଟା ରିପୋର୍ଟ ହଉଛି ସେଟା କେସ୍ ହଉଛି। ଭିଜିଲାଣ୍ଟ ଅଛି ପୋଲିସ। ତା ପୋଲିସ ମ୍ୟାଡ଼ାମ୍ ପୋଲିସ କେଉଁଠି ନେଇ ତଦନ୍ତ କଲା ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ ହୁଁ କେଉଁଠି ନେଇ ତଦନ୍ତ କଲା ସମୟରେ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଲା? ଆମକୁ କିଛି ଇନଫର୍ମେସନ ମିଳିଥିଲା, ତାପରେ ପ୍ଲସ୍ ଏମାନେ ଏଇ ଫିଲ୍ଡରେ ଅଛନ୍ତି, ତ ଆମେ କରୁ ଇନଭେଷ୍ଟିଗେସନ କଲା ପରେ ଏଗୁଡ଼ା ସବୁ ଆସିଲା। ହଁ, ତା ନାଁରେ ତ ଏବେ ଯୋଉଟା ତେଲେଙ୍ଗାନାରେ ଯୋଉ କେସ୍ଟା ମୁଁ କୋର୍ଟ କଲି 17/12, ସେଥିରେ ତ ସେ ଥିଲା, ସେ ଗୋଟେ କେସ୍ ଥିଲା। ତା ବ୍ୟତୀତ ବି ଆହୁରି କେସ୍ ଅଛି। I think it is